ଆମର୍ ପଡ଼ାରେ ଇଟା କାଣା ଚାଲୁଛେ? ଆମର୍ ପଡ଼ାର କୃଷ୍ଣଗୁରୁ ମହିଳା ସଂକୀର୍ତ୍ତନ୍ୟ ମଣ୍ଡଳୀ ଆଜକେ 15 ରୁ 17 ବରଷ ହେଲାନ ବହୁତ ଧୁମଧାମରେ ନନ୍ଦ ଉତ୍ସବ କରି ଆସଛନ୍। ଆଉ ଇଥର ବି ବହୁତ ଧୁମଧାମରେ କରିଥିଲେ। ସବୁଆଡ଼େ ପୁରା ଭକ୍ତି ଭରା ମାହୋଲ ଥିଲା। ଆଉ ସମକର ଚେହେରାରେ ଗୋଟେ ଅଲଗା ପ୍ରକାର ଆନନ୍ଦ ଥିଲା। ସମକର ମନ ଶ୍ରୀ ରାଧାକୃଷ୍ଣଙ୍କର ଭକ୍ତିରେ ବୁଡ଼ି ଯାଇଥିଲା। ପହଲା ତ ପୂଜାରୀ କାକା ବିଧିପୂର୍ବକ ଭଗବାନଙ୍କର ପୂଜା ସମ୍ପୂର୍ଣ୍ଣ କରିଥିଲେ। ମନ୍ତ୍ରମାନଙ୍କର ଉଚ୍ଚାରଣରେ ବାତାବରଣ ଆହୁରି ପବିତ୍ର ଆଉ ଭକ୍ତି ଭାବ ଭରା ହେଇଯାଇଥିଲା। ଆଉ ଆମେ ସମସ୍ତେ ମିଶିକରି ଭଗବାନଙ୍କର ପୂଜା କରିଥିଲୁ। ବାକି ନନ୍ଦ ଉତ୍ସବର ମୁଖ୍ୟ ଆକର୍ଷଣ ତ ଆମରି କୁନି କୁନି ସୁନ୍ଦର ସୁନ୍ଦରୀ ଛୁଆମାନେ, ଯିଏକି ରାଧାରାଣୀ ଶ୍ରୀକୃଷ୍ଣ ଆଉ ବଳରାମଙ୍କର ରୂପ ଧାରଣ କରିଥିଲେ। ତାହାଙ୍କୁ ଦେଖିକିରି ତ ଲାଗୁଥିଲା ଯେନ୍ତା ଆମେ ସମସ୍ତେ ସ୍ୱୟଂ ବ୍ରଜଭୂମିର ଝଲକ ପାଉଛୁ। ଭଗବାନଙ୍କର ପୂଜା କରି ସାରିଲା ପରେ ପରେ ଛୁଆମାନେ ଯେନ୍ ରୂପ ଧାରଣ କରିଥିଲେ ଶ୍ରୀ ରାଧାରାଣୀ ଶ୍ରୀକୃଷ୍ଣ ଆଉ ବଳରାମଙ୍କର, ତାଙ୍କୁ ବି ଚେୟାରରେ ବସେଇ ଦେଇଥିଲେ ସମସ୍ତେ ତାଙ୍କର ପୂଜା କରବାର୍ ଲାଗି। ଆଉ ତାଙ୍କର ପରେ ବ୍ରାହ୍ମଣମାନଙ୍କର ଗୁଡ଼ ଧୋଇକିରି ତାଙ୍କୁ ଫୁଲମାଲା ପିନ୍ଧିକିରି ତାଙ୍କୁ ଗାମଛା ଅର୍ପିତ କରିଥିଲେ। ତ ଯେନ୍ ହ୍ୱାଇଟ୍ ସାର୍ଟ ପିନ୍ଧିଛନ୍ ସେଟା ହଉଛନ୍ ମୋର୍ ବାପା, ଆଉ ତାଙ୍କର ସାଇଡ଼ରେ ଅଛନ୍ ପୂଜାରୀ କାକା। ସମସ୍ତେ ମନ ଭିତରେ ପ୍ରେମ ଭାବ ରଖିକିରି ତାଙ୍କର ଚରଣ ଧୋଇକରି ତାହାଙ୍କୁ କିଛି ମିଠା ଅର୍ପିତ କରିଥିଲେ ଆଉ ତାଙ୍କର ପୂଜା କରିଥିଲେ। ଆଉ ସେ ଦୃଶ୍ୟ ଦେଖିକରି ତ ଲାଗୁଥିଲା ଯେନ୍ତା ସ୍ୱୟଂ ବାଲଗୋପାଳ ସମସ୍ତଙ୍କୁ ଆଶୀର୍ବାଦ ଦଉଛନ୍। ଆଉ ଇତାର ପରେ ପରେ ଭକ୍ତି ଭାବ ଭରା କୀର୍ତ୍ତନ ବି ଆରମ୍ଭ ହେଇଯାଇଥିଲା। ଢୋଲ ଗିନି ମୃଦଙ୍ଗ ମଞ୍ଜରୀ ଆଉ ଭକ୍ତମାନଙ୍କର ତାଲି ସ୍ୱରରେ ପୁରା ଆମର ବଡ଼ ବଜାର ଗର୍ଜି ଯାଉଥିଲା। ତାରପରେ ନଗର କୀର୍ତ୍ତନ ଆରମ୍ଭ ହେଲା। ଆଉ ଆମର ଛୋଟ ଛୋଟ ରାଧାକୃଷ୍ଣ ବଳରାମ ବି ତାଙ୍କର ରଥରେ ବସିକରି ବାହାରି ଗଲେ ନଗର କୀର୍ତ୍ତନରେ। ଆଉ ନଗର କୀର୍ତ୍ତନରୁ ଫିରିଲା ପରେ ଆମେ କରିଥିଲୁ ପ୍ରସାଦ ସେବନ।